ହଁ ସାର୍ ନମସ୍କାର। ନମସ୍କାର। କୋଉଠୁ କହୁଥିଲେ ଆଜ୍ଞା? ନମସ୍କାର ଆଜ୍ଞା, ଜଗତସିଂହପୁରରୁ କହୁଥିଲି। କୁହନ୍ତୁ ଆଜ୍ଞା, କଣ ସେବା କରିପାରିବି? ସାର୍ ସେଇ ଯୋଉ ମୋ ଝିଅର କବଚ ନେଇଥିଲି ସେଇଟା କହୁଛି। ଆଉ କୋଉଠୁ ଝିଅର ଝିଅର କବଚ କେବେ ନେଇଥିଲେ? କବଚ ନେଇଥିଲି 2 ମାସ ଖଣ୍ଡେ ହେଲାଣି ପ୍ରାୟତଃ। କଣ ପାଇଁ ନେଇଥିଲେ? ଜାନୁଆରୀ ତାର ଦେହ ସବୁବେଳେ ଖରାପ ରହୁଥିଲା, ଆଉ ଆଜ୍ଞା ପଢାପଢି ପାଇଁ ସବୁ ପାଇଁ ତାର ଗ୍ରହରିଷ୍ଟ ଜାତକ ଦେଖେଇଲା ପରେ ଆଉ ଜଣା ପଡିଲା। ମୁଁ ଆପଣଙ୍କୁ ବି ଜାତକ ଦେଖେଇଥିଲି, ଆପଣ ବି କହିଥିଲେ। ଆଉ ସେଇ ସବୁକୁ ଇଏ କରି ତାପରେ ଭାବିଲି କି କବଚ ନେବି। କବଚ ନେଲା ପରେ ତାର ବହୁତ ମାନେ 90% ତାର ଦେହ ଖରାପ। ଆଉ ଏବେ ହଉନି, ଯେମିତି ମାସକୁ ପ୍ରଥମେ ଆଗରୁ ତାର 2-3 ବର୍ଷ ଖଣ୍ଡେ ହେଲାଣି ଆଜ୍ଞା ତାର ଦେହ ଖରାପ ପ୍ରାୟତଃ ରହୁଥିଲା। ମାନେ ସେ ତ ଏବେ ମାନେ 12th କ୍ଲାସ ହେଲା ତାର, ମାନେ ଆଜ୍ଞା 2.5 ବର୍ଷ ପ୍ରାୟତଃ ତାର 10th ଯେତେବେଳେ ଥିଲା ସେତେବେଳଠୁ ତାର ସବୁବେଳେ ତାର ଦେହ ଖରାପ ରୁହେ। ତ ଏବେ ସେଇଟା ନେଲା ପରେ ପୁରା ମାନେ 90% ତାର ଆଉ ସେସବୁ ଆଜ୍ଞା ପ୍ରୋବ୍ଲେମ ନାହିଁ। ଆଜ୍ଞା ଆଉ ଆଜ୍ଞା ଧୀରେ ଧୀରେ ତାର ସବୁ ଭାବୁଛି କବଚର ବହୁତ ବଢିଆ କାମ ଦେଇଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। ଦେଖନ୍ତୁ ଆଜ୍ଞା, ଯେତେବେଳେ ମୁଁ ଆଜ୍ଞା, ଆପଣ ଫାଷ୍ଟ କବଚ କଥା କହିଥିଲି ଆପଣ ମତେ ମନା କରିଥିଲେ, ମୋର ମନେ ପଡୁ ଜଗତସିଂହପୁର ହଁ ମନେ ହଁ ପଡୁଛି ଆଜ୍ଞା। ହଁ ନିଶ୍ଚୟ। ମୁଁ ତାପରେ ଭାବିଲି ମୋର ଟିକେ ଯାହା ବି ହେଲେ ମାଇଣ୍ଡରେ ଟିକେ ଆସିଲା କି ଏତେ ଟଙ୍କାର ମୋ କାଳେ ବାଇଚାନ୍ସ ରେଜଲ୍ଟ ନ ମିଳିବ, ଆଉ ଟିକେ ରହିଗଲି। ତାପରେ ମୁଁ ତ ମୋ ଝିଅ ପାଇଁ ବ୍ୟସ୍ତ ଥିଲି, ତାର ସବୁ କେମିତି ଭଲ ହବ। ଆଉ ଆଖି ବୁଝିକି ଠାକୁରଙ୍କ ଉପରେ ଭରସା ରଖିକି ମୁଁ ମାନେ ଆପଣଙ୍କ ଇଏଟାକୁ କଥାକୁ ମାନିକି କଲା ପରେ ରେଜଲ୍ଟ ଦେଖୁଛି। ଆଉ ବହୁତ ବହୁତ ଦେଖନ୍ତୁ, ଧନ୍ୟବାଦ ସବୁଠାରୁ ସେଥିପାଇଁ। ବଡ କଥା ହଉଛି ମ୍ୟାଡାମ, ଗୋଟେ କଥା କହିବି କି ବିଶ୍ୱାସ। ଓକେ, ମୁଁ ସବୁବେଳେ ଗୋଟେ କଥା ଆଜ୍ଞା, କହିଥାଏ, ଦୃଢ ବିଶ୍ୱାସ ଅଛି ତାହେଲେ ଆପଣଙ୍କୁ ଭଗବାନ ସପୋର୍ଟ କରିବେ। ଆଜ୍ଞା, ବିଶ୍ୱାସ ଆପଣଙ୍କର ନାହିଁ, ଭଗବାନ କେବେ ବି ଆପଣଙ୍କୁ ସପୋର୍ଟ କରିବେନି। ହଁ ପଜିଟିଭ ରହିଲେ ହିଁ ସବୁ ଜିନିଷ ପଜିଟିଭ ଯଦି କାମ ଦବ। ଠାକୁରଙ୍କ ଯାହା ହଉ ଏତିକି ଖୁସି ଲାଗୁଛି ମା କାମାକ୍ଷାଙ୍କ ଆଶୀର୍ବାଦରୁ, ମା କାମାକ୍ଷାଙ୍କ ନାଁ ନେଇକି, ଗୁରୁଦେବଙ୍କ ନାଁ ନେଇକି ମୁଁ ଦିଏ। ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି କରନ୍ତିନି, କିଏ ଭାବନ୍ତି ଠକ, ଯିଏ ଭାବୁଛି ତାଙ୍କର ଡିପେଣ୍ଡ। ମୁଁ କାହାକୁ କିଛି କୁହେନି, ହଁ ହଁ ଯାହାର ସେଇଟା ଇଚ୍ଛା ନବ ନ ନବ ସେମିତି କିଛି ନାହିଁ। ହଁ ବଟ୍ ଆପଣ ହଁ ନେଲେ ଏବଂ ଆପଣ ଝିଅଙ୍କ ଦେହ ସୁସ୍ଥ ଅଛି ତ ବର୍ତ୍ତମାନ? ହଁ ଏତେ ବଡ ବର୍ତ୍ତମାନ ବହୁତ ସୁସ୍ଥ। ମାନେ ଏବେ ତାର ଏମିତି ଟିକେ ଥଣ୍ଡା ଫଣ୍ଡା ସିଏ ବି ସେଇଟା ତ ସେଇଟା ବି ବଡି ରହିବ। ମେଡିସିନ ଖାଉନି, ସେଇଟା ବି ଆଜ୍ଞା ଖାଉନି ଆଉ ମେଡିସିନ। ସେ ତା ମାଇଣ୍ଡ ପାୱାର ଯେମିତି ଗୋଟେ ଆସିଯାଏ ପଜିଟିଭନେସ୍, ଏଇଟା ଖାଇବିନି ମୁଁ ଗୋଟେ ଯେମିତି ଆୟୁର୍ବେଦିକ ଯେମିତି ଗୋଟେ ଅଁଳା ଖାଇଦେବି ମୋର ଇମ୍ୟୁନିଟି ବଢିଯିବ, ସେଇଟା ବି ସେ କହୁନଥିଲା ଖାଇବେ, ମାନେ ସେଇଟା ଆଗ୍ରହ ନଥିଲା। ତ ମୁଁ ଭାବୁଛି ସେ କବଜ ଯୋଗୁ ସେଇଟା ବି ତାର ହେଇଥିବ, ମାଇଣ୍ଡ ରେ ଆସୁଥିବ କି ନାଇଁ ନାଇଁ ଆଜ୍ଞା, ମେଡିସିନ ଦେଖନ୍ତୁ ଖାଇବାଟା ଭଲ ନୁହେଁ। ବହୁତ ଲୋକ ହଁ କବଚ ନେଇକି ବହୁତ ରେଜଲ୍ଟ ପାଉଛନ୍ତି। କିଛି ହୃଦୟବାନ ବ୍ୟକ୍ତି ଅଛନ୍ତି ଯୋଉମାନେ କି ଆମକୁ ଫୋନ କରନ୍ତି, ଜଣାନ୍ତି ହଁ ସାର୍ କାମ ଦେଲା ବୋଲି। ହଁ ବାକି ବହୁତ ଜଣାନ୍ତିନି, କାରଣ ସେମାନେ ଉପକାର ପାଇଲା ପରେ ପଳେଇ ଯାଆନ୍ତି। ନାଇଁ ଯାହା ହଉ ସେଇଟା ତ ଗୋଟେ ମାନେ ଗୋଟେ ବେଇମାନି କଲା ପରିକା। ଆପଣଙ୍କ ଠାରୁ ଆମେ ଏତିକି ପାଇଛୁ ତ ସେଇଟା ଭୁଲିବୁନି କେବେ ବି। ଯୋଉଟା ହଉଛି ମାନେ ମୋ ଛୁଆ ତ ଆଶୀର୍ବାଦ ପାଇଲା ପରିକା ଭଗବାନଙ୍କର। ମାନେ ଯେମିତି ଗୋଟେ ଭଲ ସମୟ ଆସିଲେ କଣ୍ଟାକ୍ଟ ଯେମିତି କରିହୁଏ, ସେଇ ଟାଇପ ର ଗୋଟେ ଲାଗିଲା। ଆଗରୁ ମାଇଣ୍ଡ ଏତେ ମାନେ ଇଏ ରହୁଥିଲା, ଖରାପ ରହୁଥିଲା ଆଗରୁ କେତେ କି ମେଡିକାଲ ଖର୍ଚ୍ଚ କରିଛନ୍ତି ପଇସା? ନାଇଁ ମେଡିସିନ ତ ଯେହେତୁ ଆମର, ତେଣୁ ତାକୁ ମେଡିସିନ ଦେଇଦିଏ। ମାନେ ଏମିତି ଏତେ ପଇସା ଖର୍ଚ୍ଚ ମାନେ ଏତେ ସବୁ କଣ ହସ୍ପିଟାଲ କେସ୍ ଏତେ ସବୁ ସିରିୟସ ହେଇନି, ଫିର ବି ସେ ମାନେ ପ୍ରାୟତଃ ବହୁତ ମାନେ ମାଇଣ୍ଡ ଆମର ବହୁତ ଇଏ ହେଇଯାଏ। ମାନେ କି ଆଜ୍ଞା ଆଜ୍ଞା। ପିଲାର ସବୁବେଳେ ଦେହ ଖରାପ ରହୁଛି, ପାଠ କେମିତି ପଢିବ, ତା କ୍ୟାରିୟର ଏବେ ସୁସ୍ଥ ନହେଲେ ଆରମ୍ଭ ପାଠ କଣ ହଉଛି। ପଢିପାରିବ? ମୁଁ ତ ହଁ ସେ ତ ହଁ ନିଶ୍ଚୟ। ପ୍ୟାରେଣ୍ଟସ୍ ଙ୍କୁ କହେ। ହଁ ଆଉ ତ ପିଲା ଟିକେ ୱିକର, ମାନେ ଟିକେ ପତଳା ଅଛି, ଷ୍ଟ୍ରେନ୍ଥ ନାହିଁ ଏତେ। ଆଉ ତାପରେ ତାର ଦେହ ଖରାପ ରହିଲେ ତାର ପାଠଟା କେମିତି ହବ, ସେଇଟା ବେଶୀ ଟେନସନ ଥିଲୁ। ଆଉ ସେଇଟା ତ ମତେ ଏବେ ଦୂର ହେଇଯାଇଛି। ଆଉ କଣ ସେ ପଢିବ ନ ପଢିବ ସେ ଅଲଗା କଥା, କିନ୍ତୁ ଏଇଟାର ରେଜଲ୍ଟ ମୁଁ ବହୁତ ପାଇଛି। ଆଉ ଥ୍ୟାଙ୍କ ୟୁ ଆପଣଙ୍କୁ ସୋ ମଚ୍। ବହୁତ ବହୁତ ଧନ୍ୟବାଦ। ନାଇଁ ନାଇଁ, ଭସ ମା କାମାକ୍ଷାଙ୍କ ଇଚ୍ଛା, ଗୁରୁଦେବ ଆଜ୍ଞା ତାଙ୍କୁ ଧନ୍ୟବାଦ ଦିଅନ୍ତୁ। ଗୁରୁଦେବ ମୁଁ ଭାରି ମଧ୍ୟ ମାତ୍ର, ତାଙ୍କ ନିର୍ଦ୍ଦେଶ ଚାଲିଛି। ଯାହାର ବିଶ୍ୱାସ ଆଜ୍ଞା ହଉଛି ଆଜ୍ଞା ନଉଛନ୍ତି। ଯାହା ହଁ ମାନେ ନିଶ୍ଚୟ ଧନ୍ୟବାଦ ଆଜ୍ଞା। ସାର୍। ହଁ ରଖିଲେ ଥ୍ୟାଙ୍କ ୟୁ। ଆଜ୍ଞା, ଜୟ ଗୁରୁଦେବ। ଆଜ୍ଞା ଥ୍ୟାଙ୍କ